ସୁଭଦ୍ରା ଯୋଜନାରେ ଆସିଲା ଆଉ ଏକ ବଡ଼ ଖବର। ଅନେକ ଦିନ ଧରି ଏହି ସୁଭଦ୍ରା ପୋର୍ଟାଲଟି ଚାଲୁନଥିଲା ଠିକ୍ସେ। ତ ଦେଖନ୍ତୁ ଆଜ୍ଞାମାନେ, ହିତାଧିକାରୀମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିସାରିଛନ୍ତି ଯେ ଯେଉଁମାନେ ଆବେଦନ କରିନାହାନ୍ତି ବା ନୂଆ ହିତାଧିକାରୀମାନେ ପୁଣି ଆବେଦନ ଆରମ୍ଭ କରିବେ ଏପ୍ରିଲ 1 ତାରିଖରୁ। ବା ଆଜି କି ବାର ଦେଖନ୍ତୁ, ଆଜି ସୋମବାର, ମଙ୍ଗଳବାର, ବୁଧବାର ଠାରୁ ଆପଣମାନେ ଏହି ସୁଭଦ୍ରା ଯୋଜନାରେ ପୁଣି ଥରେ ଆବେଦନ କରିପାରିବେ। ମନେ ରଖନ୍ତୁ, କେଉଁମାନେ ଆବେଦନ କରିପାରିବେ? ଯେଉଁମାନେ ନୂଆ ହିତାଧିକାରୀ ସେଇମାନେ ଆବେଦନ କରିପାରିବେ। ତ ଦେଖନ୍ତୁ ଆଜ୍ଞାମାନେ, ଯଦି ଆପଣମାନେ ନୂଆ ହିତାଧିକାରୀ ତାହେଲେ ପୁଣି ଥରେ ପୋର୍ଟାଲ ଖୋଲିବାକୁ ଯାଉଛି ଏହି ଆସନ୍ତା ବୁଧବାର ଦିନ। ତ ଆସନ୍ତା ବୁଧବାର ଠାରୁ ବା ଏପ୍ରିଲ 1 ତାରିଖ 2024 ଠାରୁ ଆପଣମାନେ ପୁଣି ଆବେଦନ ଆରମ୍ଭ କରିପାରିବେ ଏବଂ ଆପଣମାନେ ଏହି ସୁଭଦ୍ରା ଯୋଜନାରେ ଟଙ୍କା ପାଇବେ। ଦେଖନ୍ତୁ, ଗତ ମାର୍ଚ୍ଚ 8 ତାରିଖରେ ଆପଣମାନେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କୁ ଚତୁର୍ଥ କିସ୍ତି ମିଳିସାରିଛି। ଅନେକ ହିତାଧିକାରୀଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ଟଙ୍କା ଆସିନାହିଁ। କେଉଁ କେଉଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ ଆପଣମାନେ ଦୟାକରି କମେଣ୍ଟ ସାହାଯ୍ୟରେ ମତାମତ ଦିଅନ୍ତୁ ଏବଂ ଆପଣମାନଙ୍କର ଅସୁବିଧା ସବୁ କ'ଣ ଅଛି ଆପଣମାନେ ମତାମତ ଦିଅନ୍ତୁ। ମୁଁ ଆପଣମାନଙ୍କୁ 100% ଗ୍ୟାରେଣ୍ଟିର ସହିତ କହୁଛି, ନିଶ୍ଚୟ ଆପଣମାନଙ୍କ ପାଇଁ ଏକ ଭିଡ଼ିଓ ନେଇ ଆସିବି। ଏବଂ କେଉଁ କେଉଁ ଜିଲ୍ଲାଗୁଡ଼ିକରୁ ଆପଣମାନେ ଦେଖୁଛନ୍ତି ଆପଣମାନେ କମେଣ୍ଟ ସାହାଯ୍ୟରେ ମତାମତ ଦିଅନ୍ତୁ। ତ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି ଯେ ନିଶ୍ଚୟ ଆସନ୍ତା ବୁଧବାର ଠାରୁ ଆପଣମାନେ ନୂତନ ହିତାଧିକାରୀମାନେ ଆବେଦନ କରିପାରିବେ ଏହି ସୁଭଦ୍ରା ଯୋଜନାରେ। ତ ଘୋଷଣାଟି କ'ଣ ରହିଛି ଏବଂ କେଉଁ ସବୁ ନିୟମ ଗୁଡ଼ିକ ରହିଛି ଆପଣମାନେ ନିହାତି ଥରେ ଆବେଦନ କରିବା ପୂର୍ବରୁ ଜାଣି ରଖିବା ଉଚିତ। ତା ପୂର୍ବରୁ ଆପଣମାନେ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞାମାନେ ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ ଆଜ୍ଞାମାନେ, ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଜଣାଇଛନ୍ତି ଯେ ସୁଭଦ୍ରା ଯୋଜନା ପାଇଁ ଆସନ୍ତା ଏପ୍ରିଲ 1 ତାରିଖରୁ ନୂତନ ଆବେଦନ ଆରମ୍ଭ ହେଉଛି। ନୂଆ ଯୋଗ୍ୟ ହିତାଧିକାରୀ କରିପାରିବେ ଆବେଦନ। ଦେଖନ୍ତୁ ଆଜ୍ଞାମାନେ, ଯଦି ଆପଣମାନେ ନୂଆ କରି ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ସୁଭଦ୍ରା ଯୋଜନାରେ ଆସନ୍ତା ଏପ୍ରିଲ 1 ତାରିଖରୁ ଆପଣମାନେ ନୂତନ ଭାବରେ ଆବେଦନ କରିପାରିବେ। ଯଦି ଆପଣମାନେ ଯୋଗ୍ୟ ହିତାଧିକାରୀ ତାହେଲେ ନିଶ୍ଚୟ ଆପଣମାନେ ଆବେଦନ କରନ୍ତୁ ଏବଂ ଏହି ସୁଭଦ୍ରା ଯୋଜନାର ଲାଭ ଉଠାନ୍ତୁ। ତ ଆସନ୍ତୁ ଜାଣିବା ଏହି ସୁଭଦ୍ରା ଯୋଜନାରେ କ'ଣ ସବୁ ନିୟମ ଗୁଡ଼ିକ ରହିଛି। ଆପଣମାନେ ନିଶ୍ଚୟ ଥରେ ଜାଣି ରଖିବା ଉଚିତ। ସୁଭଦ୍ରା ଯୋଜନା ନୂତନ ଆବେଦନ ଆରମ୍ଭ। ଦେଖନ୍ତୁ ଆଜ୍ଞାମାନେ, ଆପଣମାନଙ୍କର ଆବେଦନ କେଉଁ ତାରିଖରୁ କେଉଁ ତାରିଖ ପର୍ଯ୍ୟନ୍ତ ଆପଣମାନେ ଆବେଦନ କରିପାରିବେ। ମନେ ରଖନ୍ତୁ, ଆପଣମାନଙ୍କର ଆବେଦନ ଅବଧି ରହିଛି ଏପ୍ରିଲ 1ରୁ 30 ଏପ୍ରିଲ 2026 ପର୍ଯ୍ୟନ୍ତ। ଦେଖନ୍ତୁ ଆଜ୍ଞାମାନେ, ଯଦି ଆପଣମାନେ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଏପ୍ରିଲ 1 ଠାରୁ 30 ଏପ୍ରିଲ ପର୍ଯ୍ୟନ୍ତ ଆପଣମାନେ ଆପ୍ଲାଏ କରିପାରିବେ। ଯଦି ଆପଣମାନେ ଏପ୍ରିଲ 30ରୁ ବାହାରେ ଯଦି ଆବେଦନ କରୁଛନ୍ତି ତାହେଲେ ଏହା ଗ୍ରହଣୀୟ ହେବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତ ଆପଣମାନେ ଏପ୍ରିଲ 1 ଠାରୁ 30 ଏପ୍ରିଲ ପର୍ଯ୍ୟନ୍ତ ଏହି ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ କହିଛନ୍ତି। ତ ଦେଖନ୍ତୁ ଆଜ୍ଞାମାନେ, ତାରିଖ ବଢ଼ାଇ ପାରନ୍ତି। ତ ବର୍ତ୍ତମାନ କ'ଣ ରହିଛି ନିୟମ, ଏପ୍ରିଲ 1ରୁ 30 ଏପ୍ରିଲ ମଧ୍ୟରେ ଆପଣମାନେ ଆବେଦନ କରନ୍ତୁ। ତ ମନେ ରଖନ୍ତୁ, ଏହା ନୂତନ ହିତାଧିକାରୀ ଆବେଦନ କରିପାରିବେ। ଯେଉଁମାନେ ଟଙ୍କା ପାଇନାହାନ୍ତି ବା ଆଗରୁ ଆବେଦନ କରିଛନ୍ତି ସେମାନଙ୍କୁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ। ତାପରେ ବୟସ କ'ଣ ରହିଛି, ଆପଣମାନଙ୍କର 21 ବର୍ଷ ହୋଇଥିବା ଆବଶ୍ୟକ ଏବଂ 60 ବର୍ଷ ମଧ୍ୟରେ ଆପଣମାନଙ୍କୁ ହୋଇଥିବା ଆବଶ୍ୟକ। ମନେ ରଖନ୍ତୁ ଆଜ୍ଞାମାନେ, ଆପଣମାନେ ଆଉ ଗୋଟିଏ କଥା, ଆପଣମାନେ 1/4/2026 ସୁଦ୍ଧା ଆପଣମାନଙ୍କୁ 21 ବର୍ଷ ହୋଇଥିବା ଆବଶ୍ୟକ। ମନେ ରଖନ୍ତୁ, 1/4/2026 ସୁଦ୍ଧା ଯଦି ଆପଣମାନଙ୍କୁ 21 ବର୍ଷ ହୋଇଯାଉଛି ତାହେଲେ ଆପଣମାନେ ଏହି ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ।
ଯଦି ଆପଣମାନଙ୍କୁ 60 ବର୍ଷରୁ ଅଧିକ ହୋଇଯାଉଛି ତାହେଲେ ଆପଣମାନେ ଆବେଦନ କଲେ ହେଁ ଏହି ସୁଭଦ୍ରା ଯୋଜନାର ଲାଭ ପାଇପାରିବେ ନାହିଁ। ତାପରେ ସହାୟତା କ'ଣ ଅଛି? ବର୍ଷକୁ 10,000 ଟଙ୍କା 2ଟି କିସ୍ତିରେ। ଦେଖନ୍ତୁ ଆଜ୍ଞା ମାନେ ଯଦି ଆପଣମାନେ ଆବେଦନ କରୁଛନ୍ତି ତାହେଲେ ଗୋଟିଏ ବର୍ଷକୁ ଆପଣମାନେ 2ଟି କିସ୍ତିରେ ପାଇବେ, ଯେଉଁଟାକି ପ୍ରଥମେ ରକ୍ଷାବନ୍ଧନ, ତାପରେ ଆପଣମାନେ ପାଇବେ ମହିଳା ଦିବସ। ଦେଖନ୍ତୁ ଆଜ୍ଞା ମାନେ ଆପଣମାନେ ଗୋଟିଏ କିସ୍ତି ମହିଳା ଦିବସରେ ପାଇବେ ଏବଂ ଆଉ ଗୋଟିଏ କିସ୍ତି ରକ୍ଷାବନ୍ଧନରେ ଆପଣମାନଙ୍କୁ କିସ୍ତି ପ୍ରଦାନ କରାଯିବ। ଦୁଇଯାକ କିସ୍ତି ମିଶିଲେ ଆପଣମାନେ ଗୋଟିଏ ବର୍ଷରେ 10,000 ଟଙ୍କା ଆପଣମାନଙ୍କୁ ଏହି ସୁଭଦ୍ରା ଯୋଜନାରେ ଲାଭ ଦିଆଯିବ। ତାପରେ ଆବେଦନ ପ୍ରକ୍ରିୟା କ'ଣ ରହିଛି? ଦେଖନ୍ତୁ ଆଜ୍ଞା ଆବେଦନ ଆପଣମାନଙ୍କର ପ୍ରକ୍ରିୟା କ'ଣ ରହିଛି? କେବଳ ନୂତନ ଆବେଦକ ଆବେଦନ କରିପାରିବେ। ଦେଖନ୍ତୁ ଆଜ୍ଞା ମାନେ ଆପଣମାନେ ମନେ ରଖନ୍ତୁ, ଯଦି ଆପଣମାନେ ନୂତନ ହିତାଧିକାରୀ ତାହେଲେ ଆପଣମାନେ ଆବେଦନ କରିପାରିବେ। ଯେଉଁମାନେ ଆଗରୁ ଟଙ୍କା ପାଇନାହାନ୍ତି କିମ୍ବା ଆବେଦନ କରିସାରିଛନ୍ତି ସେମାନେ ଆଦୌ ଆବେଦନ କରନ୍ତୁ ନାହିଁ। ଯଦି ଆବେଦନ କଲେ ହେଁ ଯଦି ଆପଣମାନେ ଆବେଦନ କରୁଛନ୍ତି ତାହେଲେ ଭୁଲ ଭାଲ ହୋଇଯିବ। ଆପଣମାନେ ଦୟାକରି ଆବେଦନ କରନ୍ତୁ ନାହିଁ। ତାପରେ ଯୋଗ୍ୟ ହିତାଧିକାରୀମାନେ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଦେଖନ୍ତୁ ଆଜ୍ଞା ମାନେ ଯୋଗ୍ୟ ହିତାଧିକାରୀମାନେ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ତ ଆପଣମାନଙ୍କୁ ନିଶ୍ଚୟ ଏପ୍ରିଲ 1 ତାରିଖରେ ଭିଡ଼ିଓ ନେଇ ଆସିବି କିପରି ଆପଣମାନେ ଏହି ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ। ଅତି ସୁନ୍ଦର ଭାବରେ ନିଜ ମୋବାଇଲ ସାହାଯ୍ୟରେ ଆପଣମାନଙ୍କୁ ମୁଁ ବତେଇବି, ଯେଉଁଟାକି ଏପ୍ରିଲ 1 ବୁଧବାର ଦିନ ସେହି ଭିଡ଼ିଓ ଆସିବ। ଆପଣମାନେ ମନେ ରଖନ୍ତୁ। ତାପରେ ସହଜ ବା ଜନସେବା କେନ୍ଦ୍ର ଓ ଆମ ସେବା କେନ୍ଦ୍ର ମାଧ୍ୟମରେ କରିପାରିବେ ପଞ୍ଜୀକରଣ। ଦେଖନ୍ତୁ ଆଜ୍ଞା ମାନେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ, ତା ବାହାରେ ଆପଣମାନେ ଜନସେବା କେନ୍ଦ୍ର ବା ଆପଣମାନେ ଆମ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ। ତାପରେ ନିଃଶୁଳ୍କ ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର ଓ CDPO କାର୍ଯ୍ୟାଳୟରେ ଉପଲବ୍ଧ ହେବ। ଦେଖନ୍ତୁ ଆଜ୍ଞା ମାନେ ଏହି ଫର୍ମ କେଉଁଠାରେ ମିଳିବ ନା ଅଙ୍ଗନବାଡ଼ି କେନ୍ଦ୍ରରେ ମିଳିପାରିବ ଏବଂ CDPO କାର୍ଯ୍ୟାଳୟରେ ଆପଣମାନେ ଏହି ଫର୍ମଟି ପାଇପାରିବେ। ତ ଆପଣମାନେ ଜାଣିପାରିଲେ ଏହି ସୁଭଦ୍ରା ଯୋଜନାରେ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି 1 ଏପ୍ରିଲ ବୁଧବାର ଠାରୁ ଆପଣମାନେ ନିହାତି ନୂତନ ହିତାଧିକାରୀମାନେ ଆବେଦନ କରିପାରିବେ। ଏହା ଘୋଷଣା ହୋଇଛି ମାନେ ନିଶ୍ଚୟ ଏହି ଏପ୍ରିଲ 1 ବା ବୁଧବାର ଦିନ ଆବେଦନ ଆରମ୍ଭ ହେବ। ଏହି ସୁଭଦ୍ରା ପୋର୍ଟାଲ ଖୋଲିବ। ସେହି ସୁଭଦ୍ରା ପୋର୍ଟାଲ ଖୋଲିଲେ କିପରି ଭାବରେ ନୂଆ ଆବେଦନ କରାଯାଏ ନିଜ ମୋବାଇଲ ସାହାଯ୍ୟରେ ଅତି ସୁନ୍ଦର ଭାବରେ ଆପଣମାନଙ୍କୁ ଭିଡ଼ିଓ ନେଇ ଆସିବି। ଆପଣମାନେ ଅପେକ୍ଷା କରନ୍ତୁ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ମତାମତ ଦେବେ। କେଉଁ ସବୁ ଜିଲ୍ଲା ଗୁଡ଼ିକରୁ ଦେଖୁଛନ୍ତି ମତାମତ ଦେବେ ଏବଂ ଭିଡ଼ିଓକୁ ଗୋଟିଏ ଲାଇକ୍ କରିବେ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।